ସମସ୍ତଙ୍କୁ ସାଇରାମ। ଚାଲନ୍ତୁ ଆଜି ଶୁଣିବା ସନ୍ଧ୍ୟାରେ ଜମା ବି ଏସବୁ କାମ କରନ୍ତୁ ନାହିଁ। ଲକ୍ଷ୍ମୀ ରୁଷ୍ଟ ହୋଇ ଚାଲିଯାଆନ୍ତି। ବେଲେ ବେଲେ ଆମର ଛୋଟ ଛୋଟ ଭୁଲ ପାଇଁ ଜୀବନରେ ଅନେକ କଷ୍ଟ ସହିବାକୁ ପଡ଼ିଥାଏ। ହେଲେ ବାସ୍ତୁଶାସ୍ତ୍ରରେ କିଛି କିଛି ଛୋଟ ଛୋଟ ନିୟମ ରହିଛି, ଯାହାକୁ ପାଳନ କରିବା ଦ୍ୱାରା ଘର ହସ ଖୁସିରେ ଭରିଯାଏ। ଆସନ୍ତୁ ଜାଣିବା ଘରେ ସନ୍ଧ୍ୟା ସମୟରେ କ'ଣ ସବୁ କରିବା ଉଚିତ ନୁହେଁ। ଧ୍ୟାନ ରଖିବି। ବାସ୍ତୁଶାସ୍ତ୍ର ଅନୁସାରେ ଯଦି ସନ୍ଧ୍ୟା ସମୟରେ କେହି ଆପଣଙ୍କୁ ଅଳ୍ପ ଅର୍ଥ ବି ଉଧାର ମାଗନ୍ତି, ତେବେ ଦିଅନ୍ତୁ ନାହିଁ। ଏହି ସମୟରେ କରଜ ଦେଲେ ଭାର ଦିନକୁ ଦିନ ବଢ଼ି ଚାଲିଥାଏ। ସେଥିପାଇଁ ଟଙ୍କା ସନ୍ଧ୍ୟା ସମୟରେ କାହା ପାଖରୁ ଆଣନ୍ତୁ ନାହିଁ କି କାହାକୁ ଦିଅନ୍ତୁ ନାହିଁ। ତୁଳସୀ ପତ୍ର। ଧ୍ୟାନ ରଖିବି। ସନ୍ଧ୍ୟା ସମୟରେ କେବେ ବି ତୁଳସୀ ପତ୍ର ତୋଳନ୍ତୁ ନାହିଁ। କାରଣ ତୁଳସୀ ମୂଳରେ ମା ଲକ୍ଷ୍ମୀଙ୍କର ବାସ ଥାଏ। ଏହି ସମୟରେ ଯଦି ତୁଳସୀ ପତ୍ର ତୋଳାଯାଏ, ତେବେ ଶ୍ରୀବିଷ୍ଣୁ ହରି କୋପ କରିଥାନ୍ତି। ବାସ୍ତୁଶାସ୍ତ୍ର ଅନୁସାରେ ଏହି ସମୟରେ ତୁଳସୀ ପତ୍ର ତୋଳିବା ଦ୍ୱାରା ଆର୍ଥିକ ସମସ୍ୟା ଉତ୍ପନ୍ନ ହୋଇଥାଏ। ଅନେକ ଲୋକ ସନ୍ଧ୍ୟା ସମୟରେ ହିଁ ଘର ଝାଡ଼ୁ କରନ୍ତି। ଧ୍ୟାନ ରଖିବି। ସନ୍ଧ୍ୟା ଗଡ଼ିଗଲେ ଝାଡ଼ୁ କଲେ ଚଳିବ, କିନ୍ତୁ ଅଳିଆ ବାହାରେ ପକାନ୍ତୁ ନାହିଁ। ଏହାଦ୍ୱାରା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି। ସନ୍ଧ୍ୟା ସମୟରେ କେବେ ବି ଘରେ କଳି ଝଗଡ଼ା କରନ୍ତୁ ନାହିଁ। ଏହାଦ୍ୱାରା ମା ଲକ୍ଷ୍ମୀ କୋପ କରନ୍ତି ଓ ଘରେ ଦାରିଦ୍ର୍ୟତା ଉତ୍ପନ୍ନ କରନ୍ତି ଏବଂ ଘରର ସୁଖ ଶାନ୍ତି ଚାଲିଯାଏ। ଶାସ୍ତ୍ରରେ ତୁଳସୀ ପୂଜାର ଖୁବ୍ ମହାତ୍ମ୍ୟ ରହିଛି। ଏହି ଗଛରେ ମହାଲକ୍ଷ୍ମୀ ଶ୍ରୀବିଷ୍ଣୁ ବାସ କରନ୍ତି। ଏଥିସହିତ ତୁଳସୀ ପୂଜାରେ ଘରର ବହୁ ସମସ୍ୟା ଦୂର ହେବା ସହ ଘରର ଅନ୍ୟାନ୍ୟ ସମସ୍ୟା ଦୂର ହୋଇଥାଏ। ତୁଳସୀ ପତ୍ର ବିଷ୍ଣୁ ଶ୍ରୀଜଗନ୍ନାଥଙ୍କ ଅତି ପ୍ରିୟ। ଏହାର ଚେର ଓ ଡାଳ ମଧ୍ୟ ଖୁବ୍ ପ୍ରଭାବୀ। ଶାସ୍ତ୍ର ଅନୁସାରେ ତୁଳସୀ ଚେରର ଖୁବ୍ ମହତ୍ତ୍ୱ ଅଛି। ଏହା ଘର ନକାରାତ୍ମକ ଶକ୍ତି ଦୂର କରିଥାଏ। ତୁଳସୀ ଚେରରେ ପ୍ରସ୍ତୁତ ମାଳି ବେକରେ ପିନ୍ଧିବା ଦ୍ୱାରା ଜୀବନରେ ନକାରାତ୍ମକତା ଦୂର ହୋଇ ସକାରାତ୍ମକ ଶକ୍ତି ଜାତ ହୋଇଥାଏ। ଘରର ଆର୍ଥିକ ସ୍ଥିତିକୁ ମଜବୁତ କରିବାକୁ ଚାହୁଁଥିଲେ ଶୁକ୍ରବାର ଦିନ ତୁଳସୀ ଚେରକୁ ରୂପା ନିର୍ମିତ ତାବିଜରେ ଭର୍ତ୍ତି ବେକରେ ପିନ୍ଧିଲେ ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି। ଶାସ୍ତ୍ର ଅନୁସାରେ ଯଦି ଚାକିରି ବ୍ୟବସାୟ କ୍ଷେତ୍ରରେ ବାଧା ଆସୁଥାଏ, ତେବେ ତୁଳସୀ ଚେରର ମାଳା ପ୍ରସ୍ତୁତ କରି ଡେସ୍କରେ ରଖନ୍ତୁ। ଏହାଦ୍ୱାରା ନକାରାତ୍ମକ ଶକ୍ତି ଦୂର ହେବା ସହିତ ଉନ୍ନତିର ମାର୍ଗ ଖୋଲିଯିବ। ଦୀର୍ଘ ଦିନରୁ ଯଦି କୌଣସି କାର୍ଯ୍ୟରେ ବାଧା ଉପୁଜୁଥାଏ, ତେବେ ତୁଳସୀ ଚେରକୁ ଗଙ୍ଗା ଜଳରେ ପକାଇ ସେହି ପାଣିରେ ସ୍ନାନ କରନ୍ତୁ। ଏଥିସହିତ ତୁଳସୀ ଚେରକୁ ପୂଜା କଲେ ସୁଫଳ ମିଳିଥାଏ ବୋଲି ବାସ୍ତୁଶାସ୍ତ୍ରରେ ମାନ୍ୟତା ରହିଛି। ଏହି ଚେରକୁ ହଳଦିଆ କପଡ଼ାରେ ବାନ୍ଧି ନିଜ ପାଖରେ ରଖନ୍ତୁ। ଏହାଦ୍ୱାରା ହେଉନଥିବା କାର୍ଯ୍ୟରେ ମଧ୍ୟ ସିଦ୍ଧିଲାଭ ହୋଇଥାଏ। ଯଦି କୌଣସି ବ୍ୟକ୍ତିଙ୍କ ଜାତକରେ ଗ୍ରହଦୋଷ ରହିଥାଏ, ତେବେ ତୁଳସୀ ଚେର ନେଇ ଏକ ଲାଲ କପଡ଼ାରେ ବାନ୍ଧି ପାଖରେ ରଖନ୍ତୁ। ଏହି ଉପାୟ ଦ୍ୱାରା ଅଶୁଭ ପ୍ରଭାବ କମ୍ ହୋଇଥାଏ। ଶାସ୍ତ୍ର ଅନୁସାରେ ତୁଳସୀ ଚେରରୁ ପ୍ରସ୍ତୁତ ମାଳି ପୂଜାଘରେ ରଖିବା ଦ୍ୱାରା ମନ ଶାନ୍ତ ହୋଇଥାଏ ଓ ଚାପ ଦୂର ହୋଇଥାଏ ଏବଂ ଘର ହସ ଖୁସିରେ ଭରି ଉଠେ। ତୁଳସୀ ଗଛ ଘରେ ରଖିଲେ ବାସ୍ତୁଦୋଷ ମଧ୍ୟ ଅନେକାଂଶରେ ଦୂର ହୁଏ। ରବିବାର ଦିନ ତୁଳସୀ ଗଛ ମୂଳେ ଜଳ ନୁହେଁ, କ୍ଷୀର ଅର୍ପଣ କରିବା ଭଲ। ଏପରି କଲେ ଘରେ ମା ଲକ୍ଷ୍ମୀଙ୍କ କୃପା ସଦାସର୍ବଦା ରହିଥାଏ। ଘରେ ବାସ୍ତୁଦୋଷ ଥିଲେ ଦକ୍ଷିଣ ପୂର୍ବ ଦିଗରେ ତୁଳସୀ ଗଛ ଲଗାଇବା ସହ ପ୍ରତିଦିନ ଜଳ ଅର୍ପଣ କରିବା
ପରେ ଘିଅର ଦୀପଟିଏ ନିଶ୍ଚୟ ଲଗାନ୍ତୁ। ପୁଅ କିମ୍ବା ଝିଅର ବିବାହ ଶୀଘ୍ର କରିବାକୁ ଚାହୁଁଥିଲେ ପିଲାମାନେ ପ୍ରତିଦିନ ତୁଳସୀ ଗଛକୁ ପୂଜା କରିବା। ବେପାର ବଣିଜରେ କ୍ଷତି ହେଉଥିଲେ ପ୍ରତି ଶୁକ୍ରବାର ଦିନ ତୁଳସୀ ଗଛ ମୂଳେ କ୍ଷୀର ଢାଳିଲେ ସମସ୍ୟାର ସମାଧାନ ହୋଇଥାଏ। ତୁଳସୀ ପତ୍ରର ବାସ୍ନାରେ ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ। ଘରୁ ବାହାରିବା ସମୟରେ ଓ ଫେରିବା ସମୟରେ ତୁଳସୀ ଗଛକୁ ଦେଖିବା ଶୁଭ ହୋଇଥାଏ। ବହୁ ସମୟରେ ପ୍ୟାଣ୍ଟ ସାର୍ଟ ପରିଧାନ କରୁଥିବା ବେଳେ ପ୍ୟାକେଟରୁ ପଇସା ଗଳି ପଡ଼ିବା ସାମାନ୍ୟ କଥା ବୋଲି ଭାବି ନେଇଥାନ୍ତି। କିନ୍ତୁ ଆପଣ ଜାଣିନାହାନ୍ତି ଆହୁରି ଏମିତି ଛୋଟ କାମ ରହିଛି ଯେଉଁଥିରୁ ଶୁଭ ଅଶୁଭ ଜଣାପଡ଼ିଥାଏ। ପଇସା ଖସିବା। ଯଦି ଆପଣ ପୋଷାକ ପିନ୍ଧୁଥିବା ସମୟରେ ପକେଟରୁ ପଇସା ଖସି ପଡ଼ିଲା ତେବେ ଆପଣଙ୍କର ଧନଲାଭ ଯୋଗ ରହିଛି। ଆପଣ ଏଥିପାଇଁ ପ୍ରସ୍ତୁତ ରୁହନ୍ତୁ। ନଡ଼ିଆ ଫାଟିଯିବା। ଘରେ ଯଦି ଆପେ ଆପେ ନଡ଼ିଆ ଫାଟିଗଲା ତେବେ ଜାଣି ରଖନ୍ତୁ କି କୌଣସି ଖରାପ ସମୟ ଥିଲା ଓ ତାହା ନଡ଼ିଆ ଫାଟିବାରୁ କଟିଗଲା। ତୁଳସୀ ଗଛ ଉଠିବା। ବହୁ ସମୟରେ ଆପଣ ତୁଳସୀ ଗଛ ନ ଲଗାଇଲେ ମଧ୍ୟ ଏହି ଗଛ ଘର ଅଗଣାରେ ଉଠିଥାଏ ତେବେ ଏହା ଶୁଭ ସଂକେତ ଦିଏ। ଆପଣଙ୍କ ଗୃହରେ ବିଷ୍ଣୁ ଓ ଲକ୍ଷ୍ମୀ ବାସ କରିବାର ଏହା ଏକ ସଂକେତ। ଦୁବ କଅଁଳିବା। ଯଦି ଆପଣଙ୍କ ଘର ବଗିଚାରେ ଦୁବ ଉଠୁଛି ଓ ତାହାକୁ ଗଣେଶଙ୍କୁ ଚଢ଼ାଯାଉଥାଏ ତେବେ ଏହା ସଂକେତ ଦିଏ କି ଆପଣଙ୍କର କୌଣସି କାମରେ ମଧ୍ୟ ଚିନ୍ତା ରହିବ ନାହିଁ, ସବୁ ସୁରୁଖୁରୁରେ ହୋଇଯିବ। ମହୁ ଢାଳି ହେବା। ଯଦି ଘରେ ମହୁ କୌଣସି ପାତ୍ରରୁ ଢାଳି ହୋଇଗଲା ତେବେ ଜାଣନ୍ତୁ କି ଆପଣଙ୍କର ଘରୁ ନକାରାତ୍ମକ ଶକ୍ତି ଦୂର ହୋଇ ଖୁସି ଆସିଗଲା। ତୁଳସୀ ପତ୍ରର ରସ କାଶ, କଫ, କୃମିଦୋଷ, ପେଟ ଗୋଲମାଲ, ଚକ୍ଷୁରୋଗ, ଚର୍ମରୋଗର ଉପଶମ ପାଇଁ ବ୍ୟବହୃତ ହୋଇଥାଏ। ଏହା ମଧ୍ୟ ଶାରୀରିକ ଦୁର୍ବଳତା ଦୂର କରିବା ସହିତ ସ୍ମରଣ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ। ଏହାଛଡ଼ା ଧାନର ଗନ୍ଧିପୋକ, ମାଟିଆ, ଗୁଣ୍ଡି ପୋକ ଏବଂ ଜଡ଼ା ମୁଗ, ବିରି, ଚିନାବାଦାମ ପ୍ରଭୃତିର ପତ୍ର କଟା ପୋକର ପରିଚାଳନାରେ ତୁଳସୀକୁ ବ୍ୟବହାର କରାଯାଇଥାଏ। ଗ୍ରୀଷ୍ମ ଓ ଉପଗ୍ରୀଷ୍ମମଣ୍ଡଳୀୟ ଜଳବାୟୁ ଅଞ୍ଚଳରେ ଏହି ଚାଷ କରାଯାଇଥାଏ। ଆମ ଦେଶ ତଥା ରାଜ୍ୟରେ ଅନେକ ସ୍ଥାନ ତୁଳସୀ ଗଛ ପାଇଁ ଉପଯୋଗୀ। ସମୁଦ୍ର ପତନ ଠାରୁ 4000 ମିଟର ଉଚ୍ଚତା ପର୍ଯ୍ୟନ୍ତ ଏହି ଗଛ ଦେଖାଯାଇଥାଏ। ଅନେକ ପ୍ରକାର ମାଟିରେ ତୁଳସୀ ଗଛ ବଢ଼ିପାରେ। ଏହା ଅନୁର୍ବର ନାଲି ମାଟିଠାରୁ ଆରମ୍ଭ କରି ବର୍ବର ଦୋରସା ମାଟିରେ ଚାଷ କରାଯାଇପାରେ। ମାତ୍ର ମାଟିରେ ପାଣି ଜମି ନ ରହୁଥିବା ଆବଶ୍ୟକ। ପାଣି ଜମି ରହିବା ଜାଗାରେ ତୁଳସୀ ଗଛ ବଢ଼ିପାରେ ନାହିଁ। ତୁଳସୀ ଗଛ ବହୁତ ପ୍ରକାରର ହୋଇଥାଏ। ସୁଗନ୍ଧ, ଲଣ୍ଡାବଗୁଲି, ସୁବାସୀ, କର୍ପୂରକ୍ରାନ୍ତି, କର୍ପୂର ତୁଳସୀ, ତୁଳସୀ, ଦୁର୍ଲଭା, ବଣ ତୁଳସୀ, ରାମ ତୁଳସୀ, ତୁଳସୀ, ଶ୍ରୀ ତୁଳସୀ, ଶ୍ୟାମ ତୁଳସୀ। ତୁଳସୀ ଗଛ ତ ବହୁତ ପ୍ରକାରର ଅଛି କିନ୍ତୁ ଦୁଇ ପ୍ରକାରର କଳା ତୁଳସୀ ଓ ଧଳା ତୁଳସୀକୁ ପ୍ରାଧାନ୍ୟତା ଦିଆଯାଏ। ଆଉ କଳା ତୁଳସୀ, ଧଳା ତୁଳସୀରେ ଭଗବାନ ବିଷ୍ଣୁ ଓ ଲକ୍ଷ୍ମୀଙ୍କର ବାସ ହୋଇଥାଏ। ସେଥିପାଇଁ ତୁଳସୀ ଗଛ ପୂଜା ପାଇଥାଏ। ଆଜିର ଭିଡ଼ିଓ ତୁଳସୀ ଗଛର ଉପକାରିତା ବିଷୟରେ ଯଦି ଆପଣମାନଙ୍କୁ ପସନ୍ଦ ଆସିଲା ତାହେଲେ ଲାଇକ୍, ସବସ୍କ୍ରାଇବ୍, ସେୟାର କରନ୍ତୁ ବନ୍ଧୁ। କାହିଁକିନା ମୁଁ ଯାହା ବି ଭିଡ଼ିଓ ଅପଲୋଡ଼ କରିବି ସେସବୁର ନୋଟିଫିକେସନ୍ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ। ଆପଣମାନେ ଦେଖିପାରିବେ, ଶୁଣିପାରିବେ। ସେଥିପାଇଁ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। କାହିଁକିନା ମୁଁ ଯାହା ବି ଭିଡ଼ିଓ ଅପଲୋଡ଼ କରିବି ସେସବୁ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ। ତାହେଲେ ରହୁଛି। ଓଁ ସାଇରାମ, ଜୟ ସାଇରାମ।